ପେନ୍ସନଭୋଗୀଙ୍କୁ ମିଳିବ ଅଧିକ ପେନ୍ସନ୍, 4% ବଢ଼ିଲା ଡିଆର୍। କେନ୍ଦ୍ରୀୟ ପେନ୍ସନଭୋଗୀଙ୍କ ପାଇଁ ବଡ଼ ଖବର, ମହଙ୍ଗା ରିଲିଫ୍ ଭତ୍ତାରେ 4% ବୃଦ୍ଧି କଲେ ସରକାର। ସମ୍ପୂର୍ଣ୍ଣ ଅପଡେଟ୍ ଶୁଣିବା ପାଇଁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ। ପେନ୍ସନଭୋଗୀମାନଙ୍କୁ କେନ୍ଦ୍ର ସରକାର ଏକ ଚମତ୍କାର ଉପହାର ଦେଇଛନ୍ତି। ସରକାର ନିକଟରେ ମହଙ୍ଗା ରିଲିଫ୍ ଭତ୍ତା 4% ବୃଦ୍ଧି ହୋଇ 50% ହୋଇଛି। ଏହି ବର୍ଦ୍ଧିତ ମୂଲ୍ୟ 2024 ଜାନୁଆରୀ 1 ତାରିଖରୁ ପ୍ରଯୁଜ୍ୟ ହେବ। ମହଙ୍ଗା ଭତ୍ତାରେ ସରକାର 4% ବୃଦ୍ଧି ଘୋଷଣା କରିବା ପରେ କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ଅନେକ ସୁବିଧା ପାଇବାକୁ ଯାଉଛନ୍ତି। ମାର୍ଚ୍ଚ 13ରେ ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ପେନ୍ସନ୍ ଓ ପେନ୍ସନଭୋଗୀ କଲ୍ୟାଣ ବିଭାଗ ଅନେକ ବର୍ଗର ଡିଆର୍ କାର୍ଯ୍ୟକାରୀ କରିବ ବୋଲି ସୂଚନା ଦିଆଯାଇଥିଲା। କର୍ମଚାରୀଙ୍କ ଡିଆର୍ ବୃଦ୍ଧି ପିଏସ୍ୟୁ ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର କେନ୍ଦ୍ର ସରକାରୀ ପେନ୍ସନଭୋଗୀଙ୍କ ସମେତ ବେସାମରିକ କେନ୍ଦ୍ର ସରକାରୀ ପେନ୍ସନଭୋଗୀ ଏବଂ ପରିବାର ପେନ୍ସନଭୋଗୀ ବର୍ତ୍ତମାନ ଅଧିକ ଟଙ୍କା ପାଇବେ। 15 ବର୍ଷର ଯାତାୟାତ ଅବଧି ସମାପ୍ତ ହେବା ପରେ ପୂର୍ଣ୍ଣ ପେନ୍ସନ୍ ଯୋଜନା ମଧ୍ୟ ପୁନରୁଦ୍ଧାର ହେବ। ସଶସ୍ତ୍ର ବାହିନୀ ପେନ୍ସନଭୋଗୀ କିମ୍ବା ପରିବାର ପେନ୍ସନଭୋଗୀ ଏବଂ ନାଗରିକ ପେନ୍ସନଭୋଗୀଙ୍କୁ ପ୍ରତିରକ୍ଷା ସେବାରୁ ପ୍ରଦାନ କରାଯାଇଥାଏ। ସେଠାରେ ଅଲ୍ ଇଣ୍ଡିଆ ସର୍ଭିସ୍ ପେନ୍ସନଧାରୀ ଏବଂ ପରିବାର ପେନ୍ସନଧାରୀ, ରେଲୱେ ଏବଂ ପରିବାର ପେନ୍ସନଧାରୀ, ଶେଷରେ ପେନ୍ସନ୍ ଉପରେ ପେନ୍ସନଧାରୀ ଇତ୍ୟାଦି ସାମିଲ ଅଛନ୍ତି। ପେନ୍ସନଭୋଗୀମାନେ କେତେ ଡିଆର୍ ପାଇବେ? ଡିଆର୍ 4% ବୃଦ୍ଧି ପାଇଛି। ଡିଆର୍ ବୃଦ୍ଧି ସହିତ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମାସିକ ପେନ୍ସନ୍ ବୃଦ୍ଧି ପାଇବ। ଉଦାହରଣ ସ୍ୱରୂପ କେନ୍ଦ୍ର ସରକାରୀ ପେନ୍ସନଭୋଗୀମାନେ ମାସିକ 40,100 ଟଙ୍କା ମୌଳିକ ପେନ୍ସନ୍ ଭାବରେ ଗ୍ରହଣ କରନ୍ତି, ତେବେ 46% ଡିଆର୍ ଅଧିକ ମିଳିବ। ପେନ୍ସନଭୋଗୀମାନେ ଡିଆର୍ ଭାବରେ 18,446 ଟଙ୍କା ପାଇବେ। ନୂଆ ବୃଦ୍ଧି ପରେ ଆପଣ ପ୍ରତି ମାସରେ ଡିଆର୍ ଭାବରେ 20,050 ଟଙ୍କା ପାଇବେ। ଏହା ସହିତ ତାଙ୍କର ମାସିକ ପେନ୍ସନ୍ 1,604 ଟଙ୍କା ବୃଦ୍ଧି ପାଇବ। ପେନ୍ସନଭୋଗୀମାନେ ଶୀଘ୍ର ଡିଆର୍ ବୃଦ୍ଧି କରିବାକୁ ଯାଉଛନ୍ତି। ଯେହେତୁ ଡିଓବି ପିଡବ୍ଲ୍ୟୁ ବ୍ୟାଙ୍କଗୁଡ଼ିକ ପରବର୍ତ୍ତୀ ଅପେକ୍ଷା ନକରି ପେନ୍ସନଭୋଗୀମାନଙ୍କୁ ମହଙ୍ଗା ରିଲିଫ୍ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି। ଘଟଣାଟି କେମିତି ଲାଗିଲା ଆପଣଙ୍କ ମତାମତ